ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବର୍ତ୍ତମାନର ବଡ଼ ଖୁସି ଖବର। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟଟି। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦେବେ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ। ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡ଼ିଶାର ମ୍ୟାଜିକ୍ କାର୍ଡ। ଏହି କାର୍ଡ ସ୍ମାର୍ଟ କାର୍ଡ ଭାବେ ବ୍ୟବହାର କରାଯିବ। ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ନେଇ ଏହି କାର୍ଡ ସହାୟକ ହେବ। ଏହି କାର୍ଡ ପଞ୍ଜୀକରଣ ପାଇଁ ମାର୍ଚ୍ଚ 5ରେ ଏକ ପୋର୍ଟାଲ ଲୋକପ୍ରିୟ କରାଯିବ। ଅଗଷ୍ଟ 15 ସୁଦ୍ଧା ଏହି କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ ସୂଚନା ଦିଆଯାଇଛି। ଏହି କାର୍ଡରେ ଛାତ୍ରଛାତ୍ରୀ ବସ୍, ଟ୍ରେନ୍ ଏବଂ ବିମାନରେ ଯାତ୍ରା କରିବା ସମୟରେ ରିହାତି ପାଇବେ। ଏଥିସହ ମାଗଣା ୱାଇଫାଇ, ଅନଲାଇନ୍ କୋର୍ସ, ଫୋନ୍ ଡାଟା ରିଚାର୍ଜ, ଇ-ଲାଇବ୍ରେରୀ, ଦକ୍ଷତା ବିକାଶ ପାଠ୍ୟକ୍ରମ, କୋଚିଂ ଭଳି ବିଭିନ୍ନ ଏକାଡେମିକ କ୍ଷେତ୍ରରେ ସହାୟକ ହେବ। କ୍ୟାରିୟର କାଉନ୍ସେଲିଂ, ଭାଷା ପାଠ୍ୟକ୍ରମ ଓଡ଼ିଆ ଏବଂ ଇଂରାଜୀ ଅନ୍ତର୍ଭୁକ୍ତ ରହିଛି। ସ୍ୱେଚ୍ଛାସେବୀ କ୍ଷେତ୍ରରେ ସହାୟକ ହେବ। ଏପରିକି ପିଲାମାନେ ଜାତୀୟ ଏବଂ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ସମୟରେ ଏହି କାର୍ଡ ଦେଖାଇ ଷ୍ଟାଡିୟମକୁ ପ୍ରବେଶ କରିବେ। ପର୍ଯ୍ୟଟନ ସ୍ଥଳ, ସଂଗ୍ରହାଳୟ ବୁଲିପାରିବେ। ଜର୍ଣ୍ଣାଲ ଏବଂ ସେମିନାର ସମୟରେ ଭାଗ ନେଇପାରିବେ। ଏହି ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ପାସପୋର୍ଟରୁ ସମୃଦ୍ଧି ପାଲଟିବ। ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନ ଆଧାରରେ ଏହି କାର୍ଡ ଅପଗ୍ରେଡ୍ ହେବ। ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ ସ୍ତର ଯାଏଁ ଅପଗ୍ରେଡ୍ କରିହେବ। ଶିକ୍ଷାର୍ଥୀଙ୍କ ଉପସ୍ଥାନ, ଶୃଙ୍ଖଳା ମନୋଭାବ, ଶିକ୍ଷାଗତ ସଫଳତା, ସୃଜନଶୀଳତା, କ୍ରୀଡ଼ା ସଫଳତା, ସାମାଜିକ ଏବଂ ବୃତ୍ତିଗତ ଅବଦାନ ଭଳି ବିଭିନ୍ନ ମାପଦଣ୍ଡ ରହିଛି। ଏଥିରେ ଭଲ ପ୍ରଦର୍ଶନ କଲେ ନିଜ ମ୍ୟାଜିକ୍ରେ ଆପେ ଅପଗ୍ରେଡେସନ ହୋଇଯିବ। ଏହି କାର୍ଡ ନିଯୁକ୍ତି ଏବଂ ପ୍ଲେସମେଣ୍ଟ ପାଇଁ ସୁଯୋଗ। ଲିଙ୍କଡଇନ୍ ଭଳି ନିଯୁକ୍ତି ପ୍ରଦାନକାରୀ ଅନଲାଇନ୍ ସଂସ୍ଥା ଦ୍ୱାରା ଶିକ୍ଷାର୍ଥୀମାନେ ସିଧାସଳଖ ଶିଳ୍ପାନୁଷ୍ଠାନ ସହ ଯୋଗାଯୋଗ କରିପାରିବେ। ପିଲାଙ୍କୁ ନୂଆ ଉଦ୍ୟୋଗ କରିବାକୁ ପ୍ରୋତ୍ସାହିତ କରିବ। ସ୍ୱୟଂପରି ଯୋଜନାର ଯୁବତୀଙ୍କୁ ଋଣ ପ୍ରଦାନରେ ସହାୟକ ହେବ।